ଦଣ୍ଡପାଠ ମୋ ମୁଣ୍ଡ ପୁରା ଖରାପ କହିଲେ ସରକାର ମିଳିଆ ଆମ ଯିଏ ଲେଖିଲେ ତା ଘରେ ଦେବି ସମ୍ମାନ ଲେଖା ଚିଠି ଦିଅ ମୁଁ ଦଣ୍ଡପାଠ ମୋ ମୁଣ୍ଡ ପୁରା ଖରାପ। ସର୍ବପ୍ରଥମେ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କୁ ଓଡ଼ିଆ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆମେ ଗୋଟେ ସୁନ୍ଦର ଭେଟି ନେଇ ଆସିଛୁ ଆପଣମାନଙ୍କ ପାଇଁ, ନୂଆ ବର୍ଷର ଭେଟି ଆମ ସିନେମା ଲଢ଼େଇକୁ ନେଇ। ଯେମିତି ପଚାରିଲେ ମୋ କ୍ୟାରେକ୍ଟର ବିଷୟରେ, ମୋ କ୍ୟାରେକ୍ଟରର ନାଁ ହେଉଛି ଦଣ୍ଡପାଠ। ଏଥିରେ ଡିରେକ୍ଟର ଅଶୋକ ସାର୍ ଚାହିଁଥିଲେ କି ମୁଁ ଯେମିତି ଦେଖାଯାଏ ଏ କ୍ୟାରେକ୍ଟରଟି ସମ୍ପୂର୍ଣ୍ଣ ରୂପରେ ଅସୌନ୍ଦର୍ଯ୍ୟ, ମାନେ ବହୁତ ଅସୁନ୍ଦର ମଣିଷଟେ। ତା ଡେସ୍କ୍ରିପସନ୍ ହେଉଛି ଆମ କ୍ୟାରେକ୍ଟର। ତ ସାର୍ କହିଲେ ତୁମେ ଯେତିକି ସୁନ୍ଦର ତାଠୁ ଅଧିକ ଅସୁନ୍ଦର ତୁମକୁ ହେବାର ଅଛି। ତ ମୋର ସରିଥାଏ ଜଷ୍ଟ ଗେଚା ଭାଇ ଗମାଗୋଟ। ତ ଅଶୋକ ସାର୍ କହିଲେ କି ମୋର ଲମ୍ବା ଲମ୍ବା ଦାଢ଼ି, ଲମ୍ବା ଲମ୍ବା ଚୁଟି, ହେଲେ ସବୁ କାଟିକି ଉଡ଼େଇବାର ଅଛି। କହିଲେ ସାର୍ ଉଡ଼େଇଦେବି, ଆପଣଙ୍କ ସହିତ କାମ କରିବା ପାଇଁ ଇଚ୍ଛା ଅଛି। ସୋ ତାକୁ ସବୁ କାଟିଲା ପରେ ସାର୍ ପୁଣି ଚିନ୍ତା କଲେ କି ନାଇଁ ଆମେ ଗୋଟେ ଦାନ୍ତ ଲଗାଇବା ଆଉ ନାକର ଗୋଟେ କଟ୍ ଦେବା। ତ ଦାନ୍ତ ବନେଇବା ପାଇଁ ଆମକୁ ମାସେ ଟାଇମ୍ ଲାଗିଥିଲା। ଗୋଟେ ପୁରା ଟିମ୍ ଥିଲା 8 ଜଣଙ୍କର। ଦାନ୍ତକୁ ତିଆରି ମେଜରମେଣ୍ଟ ନେବା ପରଠୁ ତିଆରି ପର୍ଯ୍ୟନ୍ତ, କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯେଉଁ ଦାଗ ଦେଖୁଛନ୍ତି, ଯେଉଁ ଚଉଡ଼ା ଚଉଡ଼ା କରିବା, ବହୁତ ଏଫର୍ଟସ୍ ଲାଗିଥିଲା ପୁରା ହୋଲ୍ ଟିମ୍ର। ଆଉ ଫାଇନାଲି ଗୋଟେ ମାସ ପରେ ଦାନ୍ତଟି ତିଆରି ହେଇଥିଲା। ଆଣ୍ଡ ମୋତେ ଭାଷାଟି ଶିଖିବା ପାଇଁ 4 ଦିନ ଆଗରୁ ବ୍ରହ୍ମପୁରର ଭାଷା କହିବାନି ଆମେ, ବା ତାଙ୍କ ଢଙ୍ଗ ବା ତାଙ୍କ ଶୈଳୀରେ କଥାବାର୍ତ୍ତା ଶିଖିବା ପାଇଁ ମୁଁ 4 ଦିନ ସେଠି ମୁଁ ରହିଥିଲି। ମୋତେ ବ୍ରହ୍ମପୁର ଭାଇନା ଆମର ସତ୍ୟ ସେ ଲୋକାଲିଟିକୁ ବହୁତ ସମୟ ଦେଇକି ମୋତେ ଶିଖେଇଥିଲା। ମୋ ସାଙ୍ଗ, ମୋ ସାନ ଭାଇ। ବହୁତ ପରିଶ୍ରମ ପରେ, ବହୁତ ସାଜସଜ୍ଜା ପରେ ଦଣ୍ଡପାଠ କ୍ୟାରେକ୍ଟରଟି ତିଆରି କରିଛୁ। ଆଉ ମୁଁ ମୋର ପରଫର୍ମାନ୍ସରେ ବହୁତ ଚେଷ୍ଟା କରୁଛି ଭଲ କରିବା ପାଇଁ। ଆଶା କରୁଛି ଦର୍ଶକମାନଙ୍କୁ ଥିଏଟର ଭିତରେ ଭଲ ଲାଗିବ ବୋଲି। ଯେମିତି ଆପଣ କହିଲେ ଆମକୁ ଗୋଟେ ବଡ଼ ସଂଘର୍ଷ ନିଶ୍ଚୟ ଥିଲା। ଆମେ ଆମ CBFC ଆମ ସେଣ୍ଟରର ଯାହା ବି ନିୟମ ଆମେ ତାକୁ ସମ୍ମାନ ଦେଇ ଆମେ କିଛି କିଛି ଡାଇଲଗ୍ ଯେଉଁଟା ଆମର ୱାର୍ଡ଼ ଅଛି ସେଠି ମ୍ୟୁଟ୍ କରିଛୁ। କିଛି କିଛି ଜାଗାରେ କଲର୍ ବି ଅଲଗା କରିଛୁ, ବ୍ଲଡ଼୍କୁ ଆମେ ବ୍ଲାକ୍ କରିଛୁ। କିଛି କଟା ବି ଯାଇଛି ସିନ୍। ତାକୁ ସମ୍ମାନ ଦେଇ ଯାହା ବି ହେଉ ଆମେ ସବୁ ସଂଘର୍ଷ ପରେ ଆମ ସିନେମାକୁ ଥିଏଟରକୁ ନେଇକି ଆସିଛୁ। ଆଉ ଯେମିତି କହିଲେ ଆମ ପ୍ରଶ୍ନଟା କ'ଣ ଥିଲା ବୋଲି? ଓକେ, ଭାବୁଛି ହଁ, ଆମର ସୌଭାଗ୍ୟ ଏଇଟା। ସବୁ ପରେ ବି ଆମେ ଜଷ୍ଟ ନୂଆ ବର୍ଷ ପୂର୍ବରୁ ସିନେମାକୁ ନେଇକି ଆସିଛୁ। ଆଉ ଏହି ସମୟରେ ଦର୍ଶକମାନେ ନିଜ କାମରୁ, କର୍ମମୟ ଜୀବନରୁ ଛୁଟି ନେଇ ଘରକୁ ଆସିଥିବା ସମୟ ବିତେଇବାକୁ ନୂଆ ବର୍ଷରେ ସୁନ୍ଦର ଭେଟିଟି ପାଇବେ। ଆଉ ଏଥିରେ ଯେତିକି ଭାয়োଲେନ୍ସ ଦରକାର ସେତିକି ଭାয়োଲେନ୍ସ ଅଛି, ଯେତିକି ଏଣ୍ଟରଟେନମେଣ୍ଟ ଦରକାର, କମେଡ଼ି ଦରକାର, ଲଭ୍ ଦରକାର, ଆକ୍ସନ୍ ଦରକାର। ଆଉ ଆମେ ଯେମିତି କହିଲେ ନେଗେଟିଭ୍ ସମସ୍ତଙ୍କ ପ୍ରତି ସାର୍ ସମ୍ପୂର୍ଣ୍ଣ ସମାନ ଏଫର୍ଟସ୍ ଦେଇଛନ୍ତି ଅଶୋକ ସାର୍ ସଜେଇବା ପାଇଁ ଚରିତ୍ର ଗୁଡ଼ିକୁ। ଯେମିତି ମୋ ଚରିତ୍ର ବିଷୟରେ କହିଲି, ଅନ୍ୟ ଚରିତ୍ର ସହିତ ବି ବହୁତ ଏକ୍ସପେରିମେଣ୍ଟ କରିଛନ୍ତି ସାର୍। ନିଶ୍ଚୟ ଦର୍ଶକମାନଙ୍କୁ ଭଲ ଲାଗିବ। ପ୍ରଥମେ ତ ଦର୍ଶକମାନେ ଥିଏଟରକୁ ଆସିଲେ ସମ୍ପୂର୍ଣ୍ଣ ଦେଖିପାରିବେ। ମୋ ଟ୍ରେଲରରେ ଯେଉଁଟା ଥିଲା ମୁଁ କହିଦେବି। ତଣ୍ଟି ପଡ଼ିଯାଇଛି ଆକ୍ଚୁଆଲି ସୁଟିଂ କରିକି। ମୁଁ ଦଣ୍ଡପାଠ ମୋ ମୁଣ୍ଡ ପୁରା ଖରାପ କହିଲେ ସରକାର ମିଳିଆ ଆମ ଯିଏ ଲେଖିଲେ ତା ଘରେ ଦେବି ସମ୍ମାନ ଲେଖା ଚିଠି ଦିଅ ମୁଁ ଦଣ୍ଡପାଠ ମୋ ମୁଣ୍ଡ ପୁରା ଖରାପ।